প্রণবেশ দাদা, হ্যাপি বার্থডে প্রণবেশ ভাই। থ্যাংক ইউ আপনাকে আপনাকে প্রভু 70 বছর পূর্ণ করেছেন আজ। প্রভু ধন্যবাদ। আমি একটু ছোট গান গাইবো, বাঙালি গীত। মনের আনন্দে আজ ডাকি তোমারে, মনের আনন্দে আজ ডাকি তোমারে, ওহে যিশু দয়াময়, যারা তোমার দয়া পায় তারা ধন্য হয় সংসারে, ওহে যিশু দয়াময়, যারা তোমার দয়া পায় তারা ধন্য হয় সংসারে, মনের আনন্দে আজ ডাকি তোমারে, শুনে চারিদিকে তোমার মধুর নামের মঙ্গল ধ্বনি কেবল থেকে থেকে, শুনি চারিদিকে তোমার মধুর নামের মঙ্গল ধ্বনি কেবল থেকে থেকে, আমি ভরিয়া গাব যিশুর নামে গান, বড় আশা আছে অন্তরে, আমি ভরিয়া গাব যিশুর নামে গান, বড় আশা আছে অন্তরে, মনের আনন্দে তোমারে করিয়ে প্রার্থনা, তুমি থেকো সদা হৃদয় মাঝে, তুমি দূরে যাইব না, করিয়ে প্রার্থনা, তুমি থেকো সদা হৃদয় মাঝে, দয়াল দূরে যাইব না, আমার নাই সাধন নিজ গুণে চৌর, করণ ছাড়া করোনা মোরে, আমার নাই সাধন নিজ গুণে চৌর, করণ ছাড়া করোনা মোরে, মনের আনন্দে ডাকি তোমারে, ওহে যিশু দয়াময়, যারা তোমার দয়া পায় তারা ধন্য হয় সংসারে, মনের আনন্দে আজ ডাকি তোমারে। আসন্তু প্রার্থনা করিবা। চিরমঙ্গলময় পবিত্র 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 পিতা প্রভু, ধন্যবাদ করুଛୁ, প্রশংসা করুଛୁ, গৌরব করুଛୁ প্রভু। ଆଜି ଆମମାନଙ୍କର ରେଭରେଣ୍ଡ ପ୍ରଣବେଶ ଦାଦାଙ୍କର ଆଜି ତାଙ୍କର 70 ବର୍ଷ ଆଜି ପୂର୍ଣ୍ଣ ହେବାକୁ ଯାଉଛି। 70 ସଂଖ୍ୟା ନିଶ୍ଚୟ ଅତି ଗୁରୁତ୍ୱପୂର୍ଣ୍ଣ ସଂଖ୍ୟା। ଦୀର୍ଘ
70 ବର୍ଷ ଦିନ ପରେ ଦିନ, ମାସ ପରେ ମାସ, ବର୍ଷ ପରେ ବର୍ଷ କି ଭାବେ ତମେ ତାଙ୍କୁ ରକ୍ଷା କରି ଆଣିଛ, ତାଙ୍କର ଜୀବନର ସାକ୍ଷ୍ୟ ବି ଆମେ ପାଇଛୁ, କି ଭାବେ ତାଙ୍କୁ এই ସୁନ୍ଦର ସ୍ଥାନରେ ରଖିଛୁ। କେତେ ରକମର ଆଜି ତମର କାର୍ଯ୍ୟ ନିମନ୍ତେ ପ୍ରଭୁ ସେ ତାଡ଼ନା ପାଇଛନ୍ତି, କିନ୍ତୁ ତମର କାର୍ଯ୍ୟ ନିମନ୍ତେ ତମକୁ ତାଙ୍କୁ ରଖିଛ ସାକ୍ଷୀ ହିସାବେ। ଏଇଟା ଅଦ୍ୱିତୀୟ ବିଷୟ ପ୍ରଭୁ। ତେଣୁ ଏଇ ଦିନରେ ମୋ ଯୋଗ କି ତାଙ୍କ ନିମନ୍ତେ ପ୍ରାର୍ଥନା କରିବି। ସ୍ୱର୍ଗ ତମର ସିଂହାସନ, ପୃଥିବୀ ତମର ପାଦପୀଠ। ପ୍ରଭୁ ତୁମେ ଗୌର ପ୍ରଶଂସା ପାଇବା ପାଇଁ ତୁମର ଯୋଗ୍ୟ ପିତା। ଆଜି ବିଶେଷ କରି ତୁମର ହସ୍ତେ ତୁମେ ତୁମ ସନ୍ତାନକୁ ରଖୁଛି। ତୁମେ ତାଙ୍କୁ ଆହୁରି ବହୁଳ ଭାବେ ଆଶୀର୍ବାଦ କର, ବହୁଳ ଭାବେ ଅନୁଗ୍ରହ କର। ଏଇ ବର୍ଷ ତାଙ୍କ ନିମନ୍ତେ ଆଶୀର୍ବାଦ ଅନୁଗ୍ରହର ବର୍ଷ ହେଉ। ପୁଣି ପ୍ରଭୁ ତାଙ୍କର ଯୋଉ ପ୍ରଭୁ ତୁମର କାର୍ଯ୍ୟ ନିମନ୍ତେ ବ୍ୟବହୃତ ହେଉଛନ୍ତି, ପବିତ୍ର ଆତ୍ମା ଦ୍ୱାରା ତାଡ଼ିତ ହେଉଛନ୍ତି। କେତେ ରକମର ତାଙ୍କର ଚର୍ଚ୍ଚ ପାଇଁ ସମସ୍ତ ପରୀକ୍ଷା ସମସ୍ୟା ଆସିଥିଲେ ମଧ୍ୟ ତୁମେ ତାଙ୍କର ସହବର୍ତ୍ତୀ ହୋଇଛ, ତୁମେ ସାହାଯ୍ୟକର୍ତ୍ତା ହୋଇଛ, ପାଳନକର୍ତ୍ତା ହୋଇଛ। ତୁମର କାର୍ଯ୍ୟ ନିମନ୍ତେ ହସ୍ତ ଧରି ଅଗ୍ରସର ସେ ହେଉଛନ୍ତି ପ୍ରଭୁ। ଏହି କାର୍ଯ୍ୟର ସାଧନ କଥା ଅଜ୍ଞା ଦୁଷ୍କର ମହତ୍ ବିଷୟ ଦେଖିବାକୁ ତୁମେ ତାଙ୍କୁ ଦେଇ କରୁଛ ପ୍ରଭୁ। ଏଣୁ ତୁମକୁ ଧନ୍ୟବାଦ ଦଉଛି। ଏବଂ ପ୍ରଭୁ ଆମଙ୍କର ନିଶ୍ଚୟ ଆମଙ୍କର ଆମ ଦାଦାଙ୍କୁ ତୁମ ହସ୍ତେ ରଖୁଛୁ, ତା ସହିତ ପ୍ରଣବେଶ ଦାଦାଙ୍କୁ ରଖୁଛୁ, ତା ସହିତ ତାଙ୍କର ସ୍ତ୍ରୀ, ତାଙ୍କର ପରିବାର ପ୍ରତ୍ୟେକଙ୍କୁ ତୁମର ହସ୍ତେ ରଖୁଛୁ। ତୁମର ଆଗମନ ଦିନ ପର୍ଯ୍ୟନ୍ତ ଏହିପରି ବିଶ୍ୱସ୍ତ କାର୍ଯ୍ୟ କରୁ କରୁ ତୁମର ଏହି କାର୍ଯ୍ୟ କରୁ କରୁ ତୁମର ଆଗମନ ଭାଗି ହେବା ନିମନ୍ତେ ଅଧିକରୁ ଅଧିକ ମାତ୍ର ତୁମର ଆହୁରି ତୁମେ ତାଙ୍କୁ ଆୟୁଷ ବୃଦ୍ଧି କର ଏବଂ ବଳ, ଶକ୍ତି, ଧୈର୍ଯ୍ୟ, ସାହସ, ବିଶ୍ୱାସ, ଭରସା ସମସ୍ତରେ ପୂର୍ଣ୍ଣ କରି ପୂର୍ଣ୍ଣ ମାତ୍ରା ତୁମ ଆଶ୍ରୟ ଅନୁଗ୍ରହ କର ବୋଲି କାଲବିକୁଶ ଚରଣ ତଳେ କ୍ଷୁଦ୍ର ଭିକ୍ଷା ମାଗୁଛୁ ପିତା। ନିବେଦନ ତୁମେ ଦୟାରେ ଗ୍ରହଣ କର। ଆମେନ୍, ଆମେନ୍, ଆମେନ୍। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। দাদা প্রেজ দ্য লর্ড। Praise the Lord, praise the Lord. অনেক ধন্যবাদ। আপনি প্রার্থনা করবেন, আপনি শুনবেন না। আমি নিবেদন ଆମ ଭାଇଙ୍କର ଜନ୍ମଦିନ ଉପଲକ୍ଷେ ବାକ୍ୟ, ନିଶ୍ଚୟ ମଙ୍ଗଳ ଓ ଦୟା ମୋହର ଜୀବନ ଯାଏ ମୋହର ପଶ୍ଚାତଗାମୀ ହେବ। ପୁଣି ମୁଁ ସର୍ବଦା ସଦାପ୍ରଭୁଙ୍କ ଗୃହରେ ବାସ କରିବି। ପ୍ରଭୁ ଏହି ବାକ୍ୟ ଦେଇ ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ପ୍ରଚୁର ଅନୁଗ୍ରହ କରନ୍ତୁ। ଆସନ୍ତୁ ପ୍ରାର୍ଥନା କରିବା। ଧନ୍ୟବାଦ ଦିଏ ମୋର ପରମେଶ୍ୱର ପିତା, ଧନ୍ୟବାଦ ଦିଏ ମୋର ପ୍ରଭୁ। ତୁମେ କେଡ଼େ ମହାନ ପରମେଶ୍ୱର ପ୍ରଭୁ। ତୁମେ ରାଜାମାନଙ୍କର ରାଜା, ପ୍ରଭୁମାନଙ୍କର ପ୍ରଭୁ, ଦେବମାନଙ୍କର ଦେବ, ସୈନ୍ୟାଧିପତି ସଦାପ୍ରଭୁ। ଆମମାନଙ୍କର ସୃଷ୍ଟିକର୍ତ୍ତା, ନିର୍ମାଣକର୍ତ୍ତା, ଆମମାନଙ୍କର ତ୍ରାଣକର୍ତ୍ତା, ଆମମାନଙ୍କର ରକ୍ଷକ, ଚାଳକ, ପାଳକ ତୁମେ ଅଟ ପ୍ରଭୁ। ଜନ୍ମାବଧି ଆଜି ଯାଏଁ ତୁମେ ଆମମାନଙ୍କର ଯତ୍ନ ନେଇ ଆସୁଅଛ। ଆଜ ଦିନ ପ୍ରଭୁ ଆମମାନଙ୍କର ପ୍ରାଣବେଶ ମୁଖର୍ଜୀ ଭାଇଙ୍କ ପାଇଁ ଏକ ନୂତନ ବର୍ଷର ପ୍ରଥମ ଦିନରେ ତୁମେ ପଦାର୍ପଣ କରିବା ପାଇଁ ସାହାଯ୍ୟ କଲ। ମୁଁ ତୁମକୁ ଧନ୍ୟବାଦ ଦେଉଛି। ଆମେ ସମସ୍ତେ ମିଳିତ ଭାବରେ ତୁମରି ନାମର ଗୌରବ ପ୍ରଶଂସା କରୁଅଛୁ ପ୍ରଭୁ। ଦୀର୍ଘ 70 ବର୍ଷ ତୁମେ ତାଙ୍କର ସଙ୍ଗରେ ରହିଲ ପ୍ରଭୁ। ଓ ଲର୍ଡ, ତୁମ ନାମର ସ୍ତୁତି ହଉ, ସ୍ତୁତି ହଉ, ସ୍ତୁତି ହଉ। ଦୀର୍ଘାୟୁ ଦେଇଛ, ଧନ୍ୟବାଦ। ମୁଁ ଧନ୍ୟବାଦ ଦେଉଛି। ତୁମେ ପ୍ରଭୁ ମାତାର ଗର୍ଭରେ ସ୍ଥାପିତ ହେବା ପୂର୍ବରୁ ତୁମେ ଜାଣିଛ ପ୍ରଭୁ, ଏବଂ ପ୍ରଭୁ ତୁମେ ମନୋନୀତ କରିଅଛ ତୁମର ସେବା ନିମନ୍ତେ। ଆଉ ତୁମର ଦାସଙ୍କୁ ତୁମେ ବ୍ୟବହାର କରିଅଛ ଅନେକଙ୍କ ମଧ୍ୟରେ, ଅନେକ ହଜାର ମଧ୍ୟରେ। ଆମେ ତୁମକୁ ଧନ୍ୟବାଦ ଦେଉଛୁ ମୋର ପରମେଶ୍ୱର ପିତା। ପ୍ରଭୁ ଯଦି ଆମେ ହିସାବ ଗଣନା କରୁ ପ୍ରଭୁ, ତାହେଲେ ଅଗଣିତ ତୁମର ମଙ୍ଗଳ ଦାନ, ତୁମର ଆଶୀର୍ବାଦ, ତୁମରି କରୁଣା। ଓ ଲର୍ଡ, ତୁମକୁ ଧନ୍ୟବାଦ ଦେଉଛି ସମସ୍ତ ମଙ୍ଗଳ ଦାନ ନିମନ୍ତେ। ପବିତ୍ର ପ୍ରଭୁ, ତୁମେ ଆଶୀର୍ବାଦ କରିଅଛ, ଆଉ ପରିବାରକୁ ମଧ୍ୟ ଆଶୀର୍ବାଦ କରିଅଛ। ସୁନ୍ଦର ପରିବାର ଦେଇଛ ପ୍ରଭୁ। ପ୍ରତିଭା ଦିଦିଙ୍କୁ ରଖିଛ ପ୍ରଭୁ, ତାଙ୍କ ଜୀବନରେ ଆଣିଛ ପ୍ରଭୁ। ଧନ୍ୟବାଦ ଦେଉଛୁ। ଏବଂ ପ୍ରଭୁ 2ଟି ସୁନ୍ଦର ସନ୍ତତି ମଧ୍ୟ ଦେଇଛୁ ପ୍ରଭୁ। ସୀମା ଆଉ ଆଶିଷ ପାଇଁ ଧନ୍ୟବାଦ ଦେଉଛୁ ପ୍ରଭୁ। ଏବଂ ଧନ୍ୟବାଦ ଦେଉଛୁ ପିତା ଆଉ ନାତିମାନଙ୍କ ପାଇଁ ମଧ୍ୟ, ଆଉ ପ୍ରଭୁ ବହୁ ବ୍ଲେସି ପାଇଁ ମଧ୍ୟ, ଏବଂ ନାତିମାନଙ୍କ ବୀର ଆଉ ବିୟାନ ପାଇଁ ମଧ୍ୟ ଆମେ ଧନ୍ୟବାଦ ଦିଅଟୁ ପ୍ରଭୁ। ପ୍ରଭୁ ଏତେ ସୁନ୍ଦର ପରିବାର ଦେଇଛ ପ୍ରଭୁ, ପୁଣି ସୁନ୍ଦର ମଣ୍ଡଳୀ ମଧ୍ୟ ତାଙ୍କୁ ଦେଇଛ ପ୍ରଭୁ, ସେବା କାର୍ଯ୍ୟ ଦେଇଛ ପ୍ରଭୁ। ସବୁ ବିଷୟ ତୁମେ ପୂର୍ଣ୍ଣ ମାତ୍ରାରେ ଦେଇଛ, ସେଥିପାଇଁ ଧନ୍ୟବାଦ ପ୍ରଭୁ। ତୁମରି ସେଇ ସୁନ୍ଦର ପ୍ରଭୁ
ଆଶ୍ଚର୍ଯ୍ୟ କାର୍ଯ୍ୟ ପାଇଁ ଧନ୍ୟବାଦ ଦେଉଛୁ, ଧନ୍ୟବାଦ ଦେଉଛୁ, ଧନ୍ୟବାଦ ଦେଉଛୁ। ଯେଉଁ କାର୍ଯ୍ୟ ତୁମେ ଭାଇଙ୍କ ଜୀବନ ନିମନ୍ତେ ରଖିଅଛ, ଆରମ୍ଭ କରିଅଛ, ଆଉ ତାର ଉତ୍ତମ ସମାପ୍ତି ମଧ୍ୟ ତୁମେ କରିବ ପ୍ରଭୁ। ଆମେ ଧନ୍ୟବାଦ ଦେଉଛୁ ତୁମରି ସେ ମହତ କାର୍ଯ୍ୟ ନିମନ୍ତେ, ଆଶ୍ଚର୍ଯ୍ୟ କାର୍ଯ୍ୟ ନିମନ୍ତେ। ପବିତ୍ର ପ୍ରଭୁ ତୁମରି ପାଦ ତଳେ ଆମମାନେ ରଖୁଅଛୁ ପ୍ରଭୁ। ପ୍ରଣବେଶ ଭାଇଙ୍କୁ ତୁମେ ଆଶୀର୍ବାଦ କର। ଆଗାମୀ ବର୍ଷ ଗୁଡ଼ିକ ତାଙ୍କ ପାଇଁ ଏକ ଆଶୀର୍ବାଦର ବର୍ଷ ହେଉ, ଆନନ୍ଦର ବର୍ଷ ହେଉ, ତୁମଠାରେ ଆନନ୍ଦ କରିବାର ବର୍ଷ ହେଉ, ଶକ୍ତି ପ୍ରାପ୍ତ ହେବାର ବର୍ଷ ହେଉ, ନୀତି ପ୍ରତି ଆହୁରି ବଳବନ୍ତ ହେବେ, ଆହୁରି ଶକ୍ତିଯୁକ୍ତ ହେବେ, ତୁମର ବାକ୍ୟ ଅନୁସାରେ ନୂଆ ନୂଆ ବଳ ପାଇବାର ବର୍ଷ ହେଉ। ଯୀଶୁ ନାମରେ ମାଗୁଛୁ ପିତା। ପବିତ୍ର ପ୍ରଭୁ ତୁମର ସେବାରେ ଆହୁରି ଆଗକୁ ବଢ଼ାଅ, ଆହୁରି ଫଳବନ୍ତ କର। ହେ ମୋର ପରମେଶ୍ୱର ପିତା, ଜୀବନରେ ଶେଷ ପର୍ଯ୍ୟନ୍ତ ହାତ ଧରି ତୁମେ କଢ଼ାଇ ନିଅ। ସବୁ ପରିସ୍ଥିତିରେ ତୁମେ ସହାୟ ହୁଅ, ଉର୍ଦ୍ଧ୍ୱରୁ ତୁମେ ସାହାଯ୍ୟ ପଠାଅ ପ୍ରଭୁ। ତୁମଠାରେ ବିଶ୍ୱାସର ଦୃଢ଼ତାର ସହିତ ଲାଗି ରହିବା ପାଇଁ ସାହାଯ୍ୟ କର। ପବିତ୍ର ପ୍ରଭୁ ପରିବାର ସମସ୍ତଙ୍କୁ ଆଶୀର୍ବାଦ କର। ପୁଣି ପ୍ରଭୁ ସେ ଶେଷ ଦିନ ପର୍ଯ୍ୟନ୍ତ ତୁମଠାରେ ରହିବା ସହ ସେଇ ଦୌଡ଼କୁ ସେ ପୂର୍ଣ୍ଣ କରିବେ ପ୍ରଭୁ। ବାକ୍ୟ ଅନୁସାରେ ଗୀତ ସଂହିତା 23 ପର୍ବ 6 ପଦ ଅନୁସାରେ ପ୍ରଭୁ ତୁମେ ତାଙ୍କୁ ବହୁଳ ଆଶୀର୍ବାଦ କର। ଧନ୍ୟବାଦ ଦେଉଛି ମୋର ପରମେଶ୍ୱର ପିତା। সেই ଶେଷ ଦିନରେ ସେ ମୁକୁଟ ତୁମେ ପ୍ରଦାନ କର। ପବିତ୍ର ପିତା ଧନ୍ୟବାଦ ଦେଉଛି ତୁମେ ସମସ୍ତ ପ୍ରାର୍ଥନା ଶୁଣିଅଛ, ଆମ ସମସ୍ତଙ୍କର ନିବେଦନକୁ ତୁମେ ଶୁଣିଅଛ। ଧନ୍ୟବାଦ ଦେଉଛି ପ୍ରଭୁ। ସମସ୍ତ ଗୌରବ, ମହିମା, ପ୍ରଶଂସା, ସ୍ତୁତି, ବନ୍ଦନା, ପୂଜା, ଆରାଧନା ତୁମକୁ ଦିଏ। ଯାହା ମାଗି ନାହିଁ ପ୍ରଭୁ, ଯାହା ଆବଶ୍ୟକ ରହିଛି ଯାଚି ପ୍ରଦାନ କର। ପ୍ରାର୍ଥନା ଶୁଣିଛ, ଧନ୍ୟବାଦ ଦେଇ ପ୍ରାର୍ଥନା ପ୍ରେମମୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ବହୁମୂଲ୍ୟ ନାମରେ ମାଗି ପିତା, ଆମେନ୍।